ବିନକା ମାତା ମଠଠାରେ ପଞ୍ଚକୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବିନକା ବ୍ଲକ ଗାୟତ୍ରୀ ପରିବାର ଓ ଚୋରଦା ଶଙ୍କରା ଶାଖାର ସମସ୍ତ ସଦସ୍ୟ ସହଯୋଗ କ୍ରମେ ଶ୍ରୀଯୁକ୍ତ କିଶୋର ପାଣିଗ୍ରାହୀ, ପଞ୍ଚାନନ ସେଠ ଓ ବାସୁଦେବ ମିଶ୍ରଙ୍କ ତତ୍ତ୍ୱାବଧାନରେ 23 ତାରିଖ କଳସ ଯାତ୍ରା ଓ 24 ଓ 25 ଦୁଇ ଦିନ ବ୍ୟାପୀ ହରିଦ୍ୱାର ପ୍ରତିନିଧି ଶ୍ରୀ ସରୋଜ କୁମାର ପ୍ରଧାନ, ଶ୍ରୀ ନିତ୍ୟାନନ୍ଦ ଜୀ, ଶ୍ରୀ ସୁଭାଷ ଜୀ ମଞ୍ଚ ପରିଚାଳନା କରିଥିଲେ। ଏହି ଯଜ୍ଞରେ ଅରୁଣ ସୁବୁଦ୍ଧି, ବଳିଷ୍ଠ ଥନାପତି, ଦିଲ୍ଲୀପ ଥନାପତି ଓ ବୀରେନ୍ଦ୍ର ଥନାପତି ଦାୟିତ୍ୱ ନିର୍ବାହ କରିଥିଲେ ଓ ଗାୟତ୍ରୀ ପରିବାରର ସଦସ୍ୟମାନେ ଯଜ୍ଞ ପରିଚାଳନା ପାଇଁ ସହଯୋଗ କରିଥିଲେ। ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ କରିଥିଲେ।